नमस्कार। आज होउछि जानुआरी 31 2026। नमस्कार। तेबे आजी आमे गतकालीर माने जानुआरी 30 तारिखर किछि खबर कागजर पृष्ठा उल्टाइबा। ହୁଁ आम पाखरे जो रिपोर्ट सबु अछि सेगुड़िक केवल खबर नुहे, एगुड़िक गोटे बिनर एक्सरे प्लेट भड़ी। ଠିକ୍ କହିଲେ। ଆଉ ଆମର ଉଦ୍ଦେଶ୍ୟ ହେଉଛି ଏଇ ଅଲଗା ଅଲଗା ଦିଶୁଥିବା ଖବର ଭିତରେ ମାନେ କେଉଁଠି ଗୋଟେ ସମ୍ପର୍କ ଅଛି ସେଇ ସୂତାଟାକୁ ଖୋଜି ବାହାର କରିବା। एकदम ଅର୍ଥନୀତିର ବଡ଼ ବଡ଼ ସଂଖ୍ୟାଠାରୁ ଆରମ୍ଭ କରି ଆନ୍ତର୍ଜାତୀୟ ରାଜନୀତିର ଛକାପଞ୍ଜା ପର୍ଯ୍ୟନ୍ତ। ତେବେ ଚାଲନ୍ତୁ ଆରମ୍ଭ କରିବା। ପ୍ରଥମେ ସେହି ଖବରରୁ ଯାହା ଗତକାଲି ପ୍ରାୟ ସବୁ ଖବର କାଗଜର ମୁଖ୍ୟ ପୃଷ୍ଠାରେ ଥିଲା। ଭାରତର ଅର୍ଥନୈତିକ ସ୍ୱାସ୍ଥ୍ୟ ରିପୋର୍ଟ। ହଁ, 2025-26ର ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ପେଶ ହୋଇଛି। ଆଉ ସକାଳ ହେଉ କି ଓଡ଼ିଶା ପୋଷ୍ଟ, ସମସ୍ତେ ଏହାକୁ ବହୁତ ଗୁରୁତ୍ୱ ଦେଇଛନ୍ତି। ତବେ ମୁଖ୍ୟ କଥା କ'ଣ କହୁଛି ରିପୋର୍ଟ? ରିପୋର୍ଟ କହୁଛି ଯେ ଆଗାମୀ ଆର୍ଥିକ ବର୍ଷରେ ଆମ ଅଭିବୃଦ୍ଧି ହାର 6.8%ରୁ 7.2% ଭିତରେ ରହିବ। ଆଚ୍ଛା, ଯାହାକି ଗତବର୍ଷ ତୁଳନାରେ ଟିକେ କମ୍ ନୁହେଁ କି? ଗତବର୍ଷ 7.4% ଥିଲା। ହଁ, ସାମାନ୍ୟ କମ୍। ତେବେ ଏହା କ'ଣ କୌଣସି ଚିନ୍ତାର କାରଣ? ନା, ସେମିତି କିଛି ବଡ଼ ଚିନ୍ତାର କାରଣ ନୁହେଁ, କିନ୍ତୁ ଏହା ଏକ ସଂକେତ। ଏହା ସେହି ବିଶ୍ୱସ୍ତରୀୟ ଅନିଶ୍ଚିତତା ଆଡ଼କୁ ଇସାରା କରୁଛି। କିନ୍ତୁ ଏହି ରିପୋର୍ଟରେ ଆଉ ଗୋଟିଏ ବହୁତ ବଡ଼ ପରିବର୍ତ୍ତନର କଥା ବି ଅଛି। ଆପଣ ସେଇ ସିପିଆଇ ବା ଖାଉଟି ମୂଲ୍ୟ ସୂଚକାଙ୍କ କଥା କହୁଛନ୍ତି? ଏକଦମ। ଖବରକାଗଜରେ ଅଛି ଯେ ଏବେ 2012 ବଦଳରେ 2024କୁ ବେଶ ବର୍ଷ ଭାବେ ନିଆଯିବ। ଆଉ ଏଥିରେ ଓଟିଟି, ସବସ୍କ୍ରିପସନ୍, ଇ-କମର୍ସ ଭଳି ପ୍ରାୟ 358ଟା ନୂଆ ଜିନିଷ ସାମିଲ ହବ। ହଁ, କିନ୍ତୁ ଏହାର ପ୍ରକୃତ ଅର୍ଥ କ'ଣ? ସାଧାରଣ ଲୋକଙ୍କ ପାଇଁ ଏହାର ମାନେ କ'ଣ? ଏହାର ମାନେ ହେଉଛି ସରକାର ଏବେ ମାନୁଛନ୍ତି ଯେ ଆମ ଖର୍ଚ୍ଚ କରିବାର ଢଙ୍ଗ ପୁରା ବଦଳି ଯାଇଛି। ଓହୋ। ଆପଣ ଭାବନ୍ତୁ, 10 ବର୍ଷ ତଳେ ଆମେ କ'ଣ ନେଟଫ୍ଲିକ୍ସ କି ଜୋମାଟୋ ପାଇଁ ଏତେ ଖର୍ଚ୍ଚ କରୁଥିଲେ? ନା, ମୋଟେ ନୁହେଁ। କିନ୍ତୁ ଏବେ ଏହା ଆମ ମାସିକ ବଜେଟର ଗୋଟେ ଅଂଶ। ତେଣୁ ଯେତେବେଳେ ମୁଦ୍ରାସ୍ଫୀତିର ମାପାଯିବ, ଏହି ନୂଆ ଜିନିଷଗୁଡ଼ିକୁ ବି ହିସାବକୁ ନିଆଯିବ। ବୁଝିଲି। ତେବେ ଏହା ଦ୍ୱାରା ମୁଦ୍ରାସ୍ଫୀତିର ଏକ ଅଧିକ ସଠିକ୍ ଚିତ୍ର ମିଳିବ। ଠିକ୍। ଆଉ ଏହାର ସିଧା ପ୍ରଭାବ ଆମ ବ୍ୟାଙ୍କ ଲୋନ୍ର ସୁଧହାର ଉପରେ ପଡ଼ିପାରେ। ଖବରକାଗଜରେ ଆରବିଆଇ ଆଉ ଆଇଏମ୍ଏଫ୍ର ଅନୁମାନ ବି ଦିଆଯାଇଛି। ଆରବିଆଇ କହୁଛି ମୁଦ୍ରାସ୍ଫୀତି 2%କୁ ଆସିବ, କିନ୍ତୁ ଆଇଏମ୍ଏଫ୍ କହୁଛି 2.8% ରହିବ। ଏହି ଯେଉଁ ଛୋଟ ପାର୍ଥକ୍ୟ ଦେଖାଯାଉଛି, ଏହା ଭିତରେ ହିଁ ପୁରା କାହାଣୀ ଲୁଚି ରହିଛି। ମାନେ ଅର୍ଥବ୍ୟବସ୍ଥାରେ ଏକ ପ୍ରକାର ଟଣାଉଟରା ଚାଲିଛି। ଭିତରୁ ସ୍ଥିତି ମଜବୁତ ଲାଗୁଛି, କିନ୍ତୁ ବାହାରୁ ଚାପ ଅଛି। ସେଥିପାଇଁ ସର୍ଭେରେ ଗୋଟେ ବହୁତ ମଜାଦାର ଶବ୍ଦ ବ୍ୟବହାର ହୋଇଛି। କ'ଣ ସେଟା? କୁହାଯାଇଛି ଯେ ଭାରତକୁ ଏକା ସାଙ୍ଗରେ ମାରାଥନ ଏବଂ ସ୍ପ୍ରିଣ୍ଟ ଦୌଡ଼ିବାକୁ ପଡ଼ିବ। ଓହୋ, ମ୍ୟାରାଥନ୍ ଆଉ ସ୍ପ୍ରିଣ୍ଟ। ଏକା ସାଙ୍ଗରେ, ହଁ। ସ୍ପ୍ରିଣ୍ଟ ହେଉଛି ତୁରନ୍ତ ନିଯୁକ୍ତି ସୃଷ୍ଟି କରିବା, ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା। ଆଉ ମାରାଥନ ହେଉଛି ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମିରେ ଦୀର୍ଘମିଆଦୀ ନିବେଶ କରିବା। ଯାହାର ଫଳ ବହୁତ ବର୍ଷ ପରେ ମିଳିବ। ଠିକ୍। ଆଉ ଚ୍ୟାଲେଞ୍ଜ ହେଉଛି ଦୁଇଟାକୁ ଏକା ସାଙ୍ଗରେ କରିବା। ଆପଣ ଆରମ୍ଭରେ ବିଶ୍ୱସ୍ତରୀୟ ଅନିଶ୍ଚିତତା କଥା କହୁଥିଲେ। ତାର ସବୁଠୁ ବଡ଼ ଉଦାହରଣ ବୋଧହୁଏ ମଧ୍ୟପ୍ରାଚ୍ୟରେ ଦେଖିବାକୁ ମିଳୁଛି। ହଁ, ବିଶେଷ କରି ଇରାନକୁ ନେଇ। ଦି ହିନ୍ଦୁ ଆଉ ଓଡ଼ିଶା ପୋଷ୍ଟ ଦୁଇଟି ଯାକ ଖବରକାଗଜରେ ଅଛି ଯେ ୟୁରୋପୀୟ ସଂଘ ଇରାନର IRGCକୁ ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ତାକୁ ଆତଙ୍କବାଦୀ ସଂଗଠନ ତାଲିକାରେ ପକାଇ ଦେଇଛି। ଏହା କେତେ ଗମ୍ଭୀର କଥା! ଏହା ବହୁତ ବଡ଼ କଥା। ବହୁତ ବଡ଼ କୂଟନୈତିକ ପଦକ୍ଷେପ। କାରଣ IRGC କେବଳ ଇରାନର ସେନା ନୁହେଁ। ଆଚ୍ଛା। ଏହା ଦେଶର ଅର୍ଥବ୍ୟବସ୍ଥା ଆଉ ରାଜନୀତିରେ ବି ଗଭୀର ଭାବେ ଜଡ଼ିତ। ଆଉ ଏହି ନିଷ୍ପତ୍ତି ପଛର କାରଣ ହେଉଛି ଇରାନର ସରକାର ବିରୋଧୀ ପ୍ରଦର୍ଶନ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ। ଓହୋ, ଯେଉଁଥିରେ ବହୁତ ଲୋକ ମରିଥିଲେ। ହଁ, ପ୍ରାୟ 6,300ରୁ ଅଧିକ ଲୋକ। ତେଣୁ ଇୟୁର ଏହି ପଦକ୍ଷେପ ଇରାନ ଉପରେ ଚାପ ବଢ଼ାଇବ। ଏହା ସହିତ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଖୋଲାଖୋଲି ଧମକ ଦେଇଛନ୍ତି। ତେବେ ଗୋଟେ ପଟେ ଉତ୍ତେଜନା ବଢ଼ୁଛି, କିନ୍ତୁ ସେହି ସମୟରେ ଦିଲ୍ଲୀରେ ଭାରତ ଆରବ ବୈଦେଶିକ ମନ୍ତ୍ରୀମାନଙ୍କର ବୈଠକ ବି ଚାଲିଛି। ହଁ, ଏହା ବି ଗୋଟେ ଗୁରୁତ୍ୱପୂର୍ଣ୍ଣ ଘଟଣା। ଆଉ ଆହୁରି ଆଶ୍ଚର୍ଯ୍ୟର କଥା, ଟ୍ରମ୍ପ ଦାବି କରୁଛନ୍ତି ଯେ ହାମାସ ଅସ୍ତ୍ର ଛାଡ଼ିବାକୁ ରାଜି ହୋଇଛି। ଯାହା ଯଦି ସତ ହୁଏ, ତେବେ ଇସ୍ରାଏଲ ଗାଜା ଶାନ୍ତି ପାଇ ବହୁତ ବଡ଼ ଖବର ହେବ। ତେବେ ଗୋଟେ ପଟେ ଯୁଦ୍ଧର ବାଦଲ, ଅନ୍ୟପଟେ ଶାନ୍ତିର ଆଶା।
ଏସବୁକୁ କେମିତି ବୁଝିବା? ଏହା ହିଁ ବିଶ୍ୱ ରାଜନୀତି। ଏକ ଚେସ୍ ଖେଳ ଭଳି ଗୋଟେ ଜାଗାରେ ଚାପ ପକାଯାଏ ଓ ଆଉ ଗୋଟେ ଜାଗାରେ ଆଲୋଚନାର ବାଟ ଖୋଲାଯାଏ। ହୁଁ। ବୋଧହୁଏ ଇରାନ ଉପରେ ଚାପ ବଢ଼ିବା ଯୋଗୁଁ ଅନ୍ୟ ଆରବ ଦେଶମାନେ ଭାରତ ସହ ସମ୍ପର୍କ ମଜବୁତ କରୁଛନ୍ତି, ଆଉ ସେହି ଚାପ ହୁଏତ ହାମାସ ଉପରେ ବି ପଡ଼ୁଛି। ଏହି ସବୁ ଭିତରେ ବ୍ରିଟେନର ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର ଚୀନ ଯାତ୍ରାରେ ଅଛନ୍ତି। ଠିକ୍, ମାନେ ପ୍ରତ୍ୟେକ ବଡ଼ ଶକ୍ତି ନିଜର ସ୍ଥିତିକୁ ନୂଆ ଭାବେ ସଜାଡ଼ିବାରେ ଲାଗିଛନ୍ତି। ଆଚ୍ଛା, ଏବେ ବିଶ୍ୱ ରାଜନୀତିରୁ ଦେଶ ଭିତରକୁ ଫେରିବା। ଏଠି ବି କିଛି କମ୍ ହଲଚଲ ନାହିଁ। ହଁ, ଆଇନ ଆଉ ସମାଜକୁ ନେଇ। ସୁପ୍ରିମକୋର୍ଟଙ୍କର ଗୋଟେ ବଡ଼ ନିଷ୍ପତ୍ତି ଓରିଶା ପୋଷ୍ଟ ଆଉ ନିର୍ଭୟରେ ପ୍ରମୁଖ ସ୍ଥାନ ପାଇଛି। କୋର୍ଟ 2026 ୟୁଜିସି ନିୟମାବଳୀ ଉପରେ ରୋକ ଲଗେଇଛନ୍ତି। ହଁ, ଏହି ନୂଆ ନିୟମକୁ ନେଇ ବହୁତ ବିବାଦ ଥିଲା। କାହିଁକି? କ'ଣ ଥିଲା ସେଥିରେ? ମୁଖ୍ୟତଃ ଦୁଇଟି ଆପତ୍ତି ଥିଲା। ଗୋଟେ ହେଲା, ଏଥିରେ ପଛୁଆ ବର୍ଗର ଛାତ୍ରଙ୍କ ପାଇଁ ଅଲଗା ହଷ୍ଟେଲ ଭଳି ପ୍ରସ୍ତାବ ଥିଲା। ସମାଲୋଚକମାନେ କହିଲେ ଏହା ସମାନତା ବଦଳରେ ପୃଥକୀକରଣକୁ ବଢ଼ାଇବ। ମାନେ କ୍ୟାମ୍ପସରେ ବିଭାଜନ ସୃଷ୍ଟି ହେବ। ଏକଦମ। ଆଉ ଦ୍ୱିତୀୟ କଥା, ଏଥିରେ ର୍ୟାଗିଂ ବିଷୟରେ ସ୍ପଷ୍ଟ ଭାବେ କିଛି ଲେଖା ନଥିଲା। ତେଣୁ ଏହାର ଦୁରୁପଯୋଗ ହେବାର ଆଶଙ୍କା ଥିଲା। ଆଚ୍ଛା, କିନ୍ତୁ ଗୋଟେ ମିନିଟ୍, ଯଦି ପୁରୁଣା 2012 ନିୟମ ଏତେ ଭଲ ଥିଲା, ତେବେ 2026ରେ ନୂଆ ନିୟମ ଆଣିବାର ଦରକାର କାହିଁକି ପଡ଼ିଲା? ଏଇଟା ଏକ ବହୁତ ଜରୁରୀ ପ୍ରଶ୍ନ। ନୂଆ ନିୟମର ସମର୍ଥକମାନେ କହୁଥିଲେ ଯେ 2012 ନିୟମ କେବଳ ପ୍ରତ୍ୟକ୍ଷ ଭେଦଭାବକୁ ରୋକୁଥିଲା, କିନ୍ତୁ କ୍ୟାମ୍ପସରେ ଯେଉଁ ସୂକ୍ଷ୍ମ ଭେଦଭାବ ହୁଏ ତାକୁ ରୋକିପାରୁନଥିଲା। ସେମାନଙ୍କ ମତରେ ଏକ ସୁରକ୍ଷିତ ପରିବେଶ ଦେବା ପାଇଁ ଏହି ନୂଆ ପଦକ୍ଷେପଗୁଡ଼ିକ ଜରୁରୀ ଥିଲା। ତେବେ ଉଦ୍ଦେଶ୍ୟ ଭଲ ଥିଲା, କିନ୍ତୁ ତାକୁ କାର୍ଯ୍ୟକାରୀ କରିବାର ତରିକାକୁ ନେଇ ପ୍ରଶ୍ନ ଉଠିଲା। ଠିକ୍ ସେଇଆ। ତେଣୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଏହାର ଉପରେ ରୋକ ଲଗାଇଛନ୍ତି, ଆଉ ସରକାର ଆଉ ୟୁଜିସିକୁ ମାର୍ଚ୍ଚ 19 ସୁଦ୍ଧା ଜବାବ ମାଗିଛନ୍ତି। ଏହି ସାମାଜିକ ନିୟମର ପରିବର୍ତ୍ତନର ଧାରା ଆଉ ଗୋଟେ ଖବରରେ ବି ଦେଖିବାକୁ ମିଳୁଛି। ସମାନ ନାଗରିକ ସଂହିତା। ହଁ, ରାଷ୍ଟ୍ରୀୟ ଜାଗରଣ ରିପୋର୍ଟ ଅନୁସାରେ ଏହାର ପ୍ରସ୍ତାବରେ ବେଆଇନ ଭାବେ ବିବାହ ବିଚ୍ଛେଦ କଲେ 3 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ପ୍ରାବଧାନ ଅଛି। ଠିକ୍ ଅଛି। ଏହି ଦୁଇଟି ଖବରକୁ ଯଦି ଆମେ ଏକାଠି ଦେଖିବା, ତେବେ ଗୋଟିଏ କଥା ସ୍ପଷ୍ଟ। ଦେଶରେ ବ୍ୟକ୍ତିଗତ ଏବଂ ସାମାଜିକ ଆଇନର ମୂଳଦୁଆକୁ ନେଇ ବଡ଼ ଧରଣର ଆଲୋଚନା ଚାଲିଛି। ଆଚ୍ଛା, ଏସବୁ ଗମ୍ଭୀର ଖବର ଭିତରେ ଗୋଟେ ବହୁତ ଅଜବ ଖବର ମୋ ଆଖିରେ ପଡ଼ିଲା। କୋଉଟା? ଚୀନରେ ଜଣେ ପିଲା ନିଜ ନାକରେ ତାଲା ଫସାଇ ଦେଇଛି। ରାଷ୍ଟ୍ରୀୟ ଜାଗରଣରେ ଅଛି, ସେ କୁଆଡ଼େ ଏକ ଫିଲ୍ମ ଚରିତ୍ର ବୁଲ୍ ଡେମନ୍ କିଙ୍ଗର ନକଲ କରୁଥିଲା। ଆରେ ବାପରେ, ଏହା ତ ମାନେ ପିଲାମାନଙ୍କର କୌତୂହଳର ଏକ ଚରମ ଉଦାହରଣ। ଶେଷରେ ଅଗ୍ନିଶମ ବିଭାଗ ଆସି ତାଲା କାଟି ତାକୁ ଉଦ୍ଧାର କଲେ। ହଁ, କିନ୍ତୁ ଏହା ଆମକୁ ମନେ ପକାଇ ଦେଉଛି ଯେ କୌତୂହଳ କେତେବେଳେ ବିପଦଜନକ ହୋଇପାରେ। କିନ୍ତୁ ସେହି ଚୀନରୁ କୌତୂହଳର ଆଉ ଏକ ସକାରାତ୍ମକ ଖବର ବି ଅଛି। ଓହୋ, ସେଇଟା କ'ଣ? ସେଇ ଜୀବାଶ୍ମ କଥା କହୁଛନ୍ତି କି? ହଁ, ଓରିଶା ପୋଷ୍ଟରେ ଥିଲା। ଏକ ଖଣିରୁ ବୈଜ୍ଞାନିକମାନେ 100ଟି ନୂଆ ପ୍ରଜାତିର ଜୀବଙ୍କର ଜୀବାଶ୍ମ ପାଇଛନ୍ତି। ଏଥିରେ ଏଟା ବିଶେଷ କ'ଣ ଅଛି? ଏହା କେବଳ ଏକ ଛୋଟ ଖବର ନୁହେଁ, ଏହା ବିଜ୍ଞାନ ଜଗତ ପାଇଁ ଏକ ବହୁତ ବଡ଼ ଘଟଣା। ଆଚ୍ଛା। କାରଣ ଏହି ଜୀବାଶ୍ମଗୁଡ଼ିକ ଅଧା ବିଲିୟନ ବର୍ଷ ପୁରୁଣା, ଆଉ ସେମାନେ ପୃଥିବୀ ଇତିହାସରେ ଏକ ଭୟଙ୍କର ବିଲୁପ୍ତିକରଣ ପରେ ପରେ ସୃଷ୍ଟି ହୋଇଥିଲେ। ବାଃ! ଏହି ଆବିଷ୍କାର ଆମ ଧାରଣାକୁ ଚ୍ୟାଲେଞ୍ଜ କରୁଛି ଯେ ଏକ ବଡ଼ ବିପର୍ଯ୍ୟୟ ପରେ ଜୀବନ ପୁଣି ଥରେ ବିକଶିତ ହେବାକୁ ଲକ୍ଷ ଲକ୍ଷ ବର୍ଷ ଲାଗେ। ଏହା ଦେଖାଉଛି ପ୍ରକୃତିର ଶକ୍ତି ଆମ କଳ୍ପନାଠାରୁ ବହୁତ ଅଧିକ। ବାଃ! ମାନେ ଗୋଟିଏ ଦିନର ଖବରରେ ମଣିଷର ଛୋଟ ଭୁଲ ଆଉ ପ୍ରକୃତିର ଏତେ ବଡ଼ ରହସ୍ୟ ଦୁଇଟା ଯାକ ଅଛି। ହଁ, ଆଉ ଏହି ପ୍ରକୃତି ମଣିଷ ସମ୍ପର୍କକୁ ନେଇ ଆଉ ଏକ ସୁନ୍ଦର ଖବର ବି ଥିଲା, ମେଘାଳୟର ଲିଭିଂ ରୁଟ୍ ବ୍ରିଜ। ଓହୋ, ଜୀବନ୍ତ ଚେରର ପୋଲ୍। ହଁ, ତାକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରିବା ପାଇଁ ଭାରତ ସରକାର ଆବେଦନ କରିଛନ୍ତି। ଏହା ତ ନିଶ୍ଚିତ ଭାବରେ ହେବା କଥା। ଫଟୋରେ ଦେଖିଲେ ବି ବିଶ୍ୱାସ ହୁଏନି। ସତରେ? ଏହା ପ୍ରକୃତିର ଧୈର୍ଯ୍ୟ ଆଉ ମଣିଷର ବୁଦ୍ଧିର ମିଶ୍ରଣ। ଗୋଟେ ପୋଲ୍ ତିଆରି ହେବାକୁ 20ରୁ 30 ବର୍ଷ ଲାଗିଲାଏ। ଆଜିର ଏଇ ଇନଷ୍ଟାଣ୍ଟ ଦୁନିଆରେ ଏକଥା ଭାବିବା ହିଁ ଆଶ୍ଚର୍ଯ୍ୟ ଲାଗେ। ଆଉ ଏହି ପୋଲ୍ ସମୟ ସହିତ ଦୁର୍ବଳ ହୁଏନି, ବରଂ ଆହୁରି ମଜବୁତ ହୁଏ। ତେବେ 30 ଜାନୁଆରୀ 2026ର ଏହି ଖବରର ପୃଷ୍ଠାଗୁଡ଼ିକୁ ଓଲଟାଇବା ପରେ ଆମେ ଏକ ଅଦ୍ଭୁତ ଯାତ୍ରା କଲୁ। ହଁ, ଅର୍ଥନୀତିର ପରିସଂଖ୍ୟାନରୁ ଆରମ୍ଭ କରି ଆନ୍ତର୍ଜାତୀୟ ରାଜନୀତିର ଅନିଶ୍ଚିତତା, ଦେଶ ଭିତରର ଆଇନଗତ ବିତର୍କ, ଆଉ ଶେଷରେ ପ୍ରକୃତିର ରହସ୍ୟ ଏବଂ ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ। ଆଜିର ଏହି ଆଲୋଚନା ଗୋଟେ ଦର୍ପଣ ଭଳି, ଯାହା ସେଇ ଗୋଟିଏ ଦିନର ବିଶ୍ୱକୁ ଦେଖାଉଛି।
ଏହା ଦେଖାଉଛି ଯେ ଆମେ ଏକା ସାଙ୍ଗରେ ଆଗାମୀ ବର୍ଷର ଜିଡିପି ବିଷୟରେ ଚିନ୍ତିତ ଆଉ ଅଧା ବିଲିୟନ ବର୍ଷ ପୁରୁଣା ରହସ୍ୟର ସମାଧାନ କରିବାରେ ବି ବ୍ୟସ୍ତ। ସବୁକିଛି ପରସ୍ପର ସହ ଜଡ଼ିତ। ଆଉ ଏହା ଆମ ମନରେ ଏକ ବହୁତ ଜରୁରୀ ପ୍ରଶ୍ନ ଛାଡ଼ି ଯାଉଛି। କେଉଁ ପ୍ରଶ୍ନ? ଯେତେବେଳେ ପ୍ରତିଦିନ ଆମ ପାଖକୁ ଏତେ ସୂଚନା ଆସୁଛି, ସେତେବେଳେ ପ୍ରକୃତ ଦକ୍ଷତା ଏହା ଜାଣିବାର ନାହିଁ ଯେ ଗତକାଲି କ'ଣ ଘଟିଲା। ତେବେ କେଉଁଥିରେ ଅଛି? ପ୍ରକୃତ ଦକ୍ଷତା ହେଉଛି ଏହା ବୁଝିବାରେ ଯେ କେଉଁ ଖବରଟି କେବଳ କୋଳାହଳ ଆଉ କେଉଁଟି ଏକ ସଙ୍କେତ, ମାନେ ଆଜିର କେଉଁ ଛୋଟ ଘଟଣାଟି ଆଗାମୀ 10 ବର୍ଷ ପରେ ଏକ ବଡ଼ ଖବରର ରୂପ ନେବ। ଆଜି ଆମେ ଯେଉଁ ଖବରଗୁଡ଼ିକ ବିଷୟରେ ଆଲୋଚନା କଲେ, ସେଥିମଧ୍ୟରୁ କେଉଁଟି 2036ରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇ ରହିଥିବ? ଏହି ପ୍ରଶ୍ନଟି ଆମ ସମସ୍ତଙ୍କ ପାଇଁ।